नारद पुराण अष्टम अध्याय सगर चरित वर्णन। शुण शुण सुज्ञ जाने अपूर्व चरित, जाहा श्रवण रे कर्ण होइब पवित्र। एथु अनंतरे सुत कहन्ति बुझाई, से पतिव्रतार मणि बहु नारी तहि। ऋषिंक आश्रमे रही विशुद्ध भावरे, सेवा कले दिवारात्र ताहांक पୟରେ। भूले पन कार्यमान आश्रमरे जेते, प्रतिदिन प्रभातरु करन्ति से सेथे। एमन्ते सेवा करिण तपिंकु महर्षि, अंगरु सकल पाप मान देले नासी। शत्रु मान देइथिले विष सहित रे, शुभ लग्ने पुत्र जात करिले सेठारे। देखि ऋषिंकर उग्र तपर प्रभाव, शेरमणि मन मध्ये लभिले गौरव। साधुंक महिमा जोगे किसन बाधिला, अति शुभ क्षणे पुत्र जन्म होइला। ताहांकु देखि महात्मा आनंद होइले, दीर्घजीवी हुआ सुत कल्याण कले। विष्णु शेरमणि गर्भे प्रसरीण थिला, विष शेरमणि गर्भे प्रसरीण थिला। और्व मुनिंक प्रभावे नाश होई गला, गर सहित रे पुत्र जात हेवा देखी। मुनिवर मन मध्ये हेले अति सुखी, पुत्रर जे जात कर्म क्रिया शेष कले। सगर बोलेण शेषु तर नाम देले, कामधेनु रहिथिला आश्रम मध्यरे। ता देखि पालिले पुत्र महिषी जत्न रे, व्रत उपनयनादि कर्म मान जेते। शेष कले मुनिवर ताहा यथा मते, राजनीति ठारू अस्त्र शस्त्र विद्यमान। पढ़ाइले से पुत्र को तहि तपोधन, किछि दिने जुबा काल हुअन्ते पुत्रर। अस्त्र शस्त्र सह मंत्र देले मुनिवर, सगर नृप अत्यंत शिक्षित होइण। क्रमशरे हेले बल बान गुणवान, धनुर्धारी मानकर अग्रगण्य होई। ऋषिर सेवारे सदा रत हेले तहि, होम करिबाकु फल पुष्प काष्ठ कुश। प्रत्यह आणी ऋषिंक तोषिले मानस, केते दिन एही परी बही गला परे। दिने शेष गर मिली जननी आगरे, भक्ति बळे पाद तळे प्रणिपात होई। बोइले मात कथाए पचारई मुहि, तुम्भे तो रहिछ बना श्रमे एका होई। तुम्भंकु छाड़ी मो पिता रहिछन्ति काहि, नाम कि अटई पितांकर ताहा कह। केउ ग्राम नगर रे थिला तांक गृह, ए समस्त अनुग्रह करी कह मते। शुणिबा निमन्ते श्रद्धा बळी अछि चित्ते, जगतरे पितृहीन अटे जेउ जन
ଜିଥିଲେ ହେଲେ ସେ ହୁଏ ମୁଖ୍ୟମାନ। ଦରିଦ୍ର ହଇଣ ପିତା ଥିବେ ଯାର ଘରେ, ସେ ତୁଲ୍ୟ ବୋଲାଏ ଧନ ପତି ସମାନରେ। ପିତା ମାତା ଯାର ନାହିଁ ସେହୁ କର୍ମହୀନ, ଇହ ପର କାଳେ ତାର ସୁଖ ନାହିଁ ଜାଣ। ଏହି ସକଳର ଜନ୍ମ ବୃଥା ଅଟେ ମାତ, ଜିଥିଲେ ମୃତ ପ୍ରାୟ ତାଙ୍କର ଜୀବିତ। ଚନ୍ଦ୍ରହୀନ ରାତ୍ରି ପଦ୍ମହୀନ ସରୋବର, ପତିହୀନ ରମଣୀ ଯେ ଧର୍ମହୀନ ନର। ଧନହୀନ ଗୃହୀ ଜନ ଶିଶୁହୀନ ଗୃହ, ଏ ସକଳେ ତୁଲ୍ୟ ଏଥେ ନାହିଁ ଯେ ସନ୍ଦେହ। ହରି ଭକ୍ତିହୀନ ଧର୍ମ ନିଷ୍ଫଳ ଯେପରି, ପିତୃହୀନ ମାନବର ଜନମ ସେପରି। ବେଦ ଧ୍ୟାୟହୀନ ବିପ୍ର ଯେଓବା ଅଟଇ, ଅତିଥି ସେବାରେ ତ୍ରୁଟି କରେ ସଦା ଯେହି। ଦିନହୀନ ଦ୍ରବ୍ୟ ସତ୍ୟହୀନ ଯେ ବଚନ, ମନ୍ତ୍ରହୀନ ସଭା ଦୟାହୀନ ତପହୀନ। ଗୁଣହୀନ ନାରୀ ପୁଣି ଜଳହୀନ ନଦୀ, ଶାନ୍ତ ନଥିବାର କନ୍ୟା ଅଟେ ଅପ୍ରସିଦ୍ଧି। ପିତୃହୀନ ସନ୍ତାନର ଜୀବନ ତେମନ୍ତ, ଭୂମାତ ଏ କଥା ମିଥ୍ୟା ନୁହେଁ କଦାଚିତ। ମରନ୍ତା ଲୋକ ଯେପରି ହୀନ ଏ ଜଗତେ, ତେମନ୍ତ ଅଟନ୍ତି ପିତୃହୀନ ସୁତ ଯେତେ। ଏମନ୍ତ ପୁତ୍ରର ମୁଖ ଶୁଣନ୍ତେ ଜନନୀ, ଦୀର୍ଘ ନିଶ୍ୱାସକୁ ତ୍ୟାଗ କଲେ ସେହି କ୍ଷଣି। ମନ ଦୁଃଖେ ନୟନରୁ ଲୋତକ ବୁଝାଇ, ନିଜ ମନ କଥା ପୁତ୍ରେ କହିଲେ ବୁଝାଇ। ଆଦ୍ୟ ଠାରୁ ଶେଷ ଯାଏ ସକଳ ବୃତ୍ତାନ୍ତ, ଯେତେ ଘଟିଥିଲା ତାହା କହିଲେ ସମସ୍ତ। ଜନନୀ ମୁଖରୁ ଏହା ଶୁଣିନ ସଗର, କ୍ଷତ୍ରିୟ ଗୁଣରେ କୋପ କଲେ ଗୁରୁତର। ନୟନ ବେନି କ୍ରୋଧରେ ଆରକ୍ତ କରିଣ, ସମ୍ଭାଳି ନହି ପ୍ରତିଜ୍ଞା କଲେ ତତ୍କ୍ଷଣ। ଯେଉଁମାନେ ଅଟନ୍ତି ମୋ ପିତାଙ୍କର ଶତ୍ରୁ, ତୁମ୍ଭେ ବନବାସ କରି ଅଛ ଯାହା ହେତୁ। ସମୂଳେ ବିନାଶ ତାଙ୍କୁ ନ କରିବା ଯାଏ, ସ୍ଥିର ହୋଇ ରହି ନ ପାରିବି ଆଗୋ ମାଏ। କଦାପି ଗୃହେଲେ ଉଠି ଆସି ନ ପାରିବି, ଏତେ କହି ଜନନୀଙ୍କ ପାଦ ତଳେ ନମି। ପ୍ରମାଣ କରିଣ ତହୁଁ ହୋଇଲେ ବାହାର, ଋଷିଙ୍କ ପାଦରେ ଯାଇ ନମିଲେ ସତର। ଆଶ୍ରମରୁ ସେ ବିଦାୟ ହୋଇ ତତ୍କ୍ଷଣ, ମିଳିଲେ ଗୁରୁ ବଶିଷ୍ଠ ସନ୍ନିଧି ଯାଇଣ। ଚରଣ ତଳେ ତାଙ୍କର ପ୍ରଣିପାତ ହୋଇ, ବିନୟରେ କର ଯୋଡ଼ି ବୋଇଲେ କତହିଁ। ମୁନି ବଶିଷ୍ଠ ଅଟନ୍ତି ମହାଜ୍ଞାନବନ୍ତ, ଯୋଗ ବଳରେ ଜାଣିଲେ ସକଳ ବୃତ୍ତାନ୍ତ। ଆଶିଷ ଦେଇଣ ସଗରକୁ ସେ ମହର୍ଷି, ବୋଇଲେ କହରେ ବାବୁ କିମ୍ପା ଅଛୁ ଆସି। ଯୋଗ ବଳେ ଜାଣିଲି ମୁଁ ତୁ ବାଳୁତ ସୁତ, ଆବର ଜାଣିଲି ତୋର ସକଳ ବୃତ୍ତାନ୍ତ। ଗୁରୁଙ୍କ ମୁଖରୁ ଏହା ଶୁଣି ସେ ସଗର,
ନମସ୍କାର କରି ତାଙ୍କୁ କହିଲେ ଗିର ଭୋଗୁରୁ ଆପଣ ରଘୁ ବଂଶର ଦେବତା ଆଉ ଆମ୍ଭମାନଙ୍କର ମଙ୍ଗଳ ବିଧାତା। ଏତେ ବୋଲି ଆପଣାର ଦୁଃଖ ଥିଲା ଯେତେ ତାହା ସବୁ ଜଣାଇଲେ ତାହାଙ୍କ ଅଗ୍ରତେ। ବଶିଷ୍ଠ ସଗର ମୁଖୁ ଶୁଣିଏ ବଚନ ବୋଇଲେ ଦୁଃଖ ନ କର ତୁହି କଦାଚନ। ଯାହା ଘଟିବାର ତାହା ଯାଇଅଛି ହୋଇ ତହିଁକି ଶୋଚନା କରା ଉଚିତ ନୁହଁ। ଏଣିକି ତୋର ମଙ୍ଗଳ ନିଶ୍ଚୟ ହୋଇବ ଅଳ୍ପ କାଳେ ତୋର ଶତ୍ରୁ କ୍ଷୟ ହୋଇଯିବ। ଏତେ ବୋଲି ସଗରଙ୍କୁ ଇନ୍ଦ୍ର ଯେ ବରୁଣ ବ୍ରହ୍ମ ଅଗ୍ନି ଆଦି ଅସ୍ତ୍ର କଲେ ସେ ପ୍ରଧାନ। ଖଡ୍ଗ ତମର ଅନୁପମ ଧନୁ ଯେ ଦେଲେ ସନ୍ତୋଷେ ଆଶିଷ ଦେଇ ବିଦାୟ କରିଲେ। ବଶିଷ୍ଠଙ୍କ ଠାରୁ ବିଦା ହୋଇଣ ସଗର ମନ ଆନନ୍ଦରେ ତହୁଁ ଗମିଲେ ସତୋର। ଯେଉଁମାନେ ତାହାଙ୍କର ରାଜ୍ୟ ନେଇଥିଲେ ତାହାଙ୍କ ବଂଶ ଯୁଦ୍ଧରେ ନିର୍ମୂଳ କରିଲେ। ଯେତେ ଭୃତ୍ୟ ଅନୁଚର ଥିଲେ ତାହାଙ୍କର ଖଡ୍ଗାଘାତେ ଦେଖାଇଲେ ସମନ ନଗର। ଆଉ ଯେଉଁମାନେ ଥିଲେ ଭୟ ପଳାଇଲେ ପର୍ବତ ଗୁହାରେ ଲୁଚି ପ୍ରାଣ ବଞ୍ଚାଇଲେ। ଆବରଥ କାଏ ଦନ୍ତେ ଧରିଣ ତୀରଣ ସଗରଙ୍କ ପାଦ ତଳେ ପଶିଲେ ଶରଣ। କେତେ ଦିଗ ବିଦିଗକୁ କଲେ ପଳାୟନ ଜଳ ମଧ୍ୟରେ ଲୁଚି କେତେ ରଖିଲେ ଜୀବନ। ଯବନ କାମୋଦ ଶବ ଆଦି ରାଜା ମାନେ ଜୀବନ ଆଶାରେ ଯାଇ ବ୍ୟାକୁଳିତ ମନେ। ବଶିଷ୍ଠଙ୍କ ଚରଣରେ ପଶନ୍ତେ ଶରଣ ତାହାଙ୍କୁ ଦେଖି ବଶିଷ୍ଠ ବିଚାରିଲେ ମନ। ମୋ ଶିଷ୍ୟର ଅଭିମାନ କାର୍ଯ୍ୟ ସିଦ୍ଧି ହେବ ଶରଣାଗତର ରକ୍ଷା କିପରି ହୋଇବ। ଏହିପରି ମନ ମଧ୍ୟରେ କରିଣ ବିଚାର ଏକଇ ଉପାୟ ସ୍ଥିର କଲେ ତପବର। ଶେଷକମାନଙ୍କୁ ପାଶେ ଡାକିଣ ବହନ ଲଣ୍ଡିତ କଲେ ମସ୍ତକ ନାପିତ ରାଇଣ। ଯବନ ମାନଙ୍କୁ ଲମ୍ବ କେଶ କରାଇଲେ ଆଉ ଅନ୍ୟମାନଙ୍କର ଦାଢ଼ି ରଖାଇଲେ। ଦାଢ଼ିଆ ମୁଣ୍ଡିତ ମୁଣ୍ଡା ମାନେ ସେହି ଠାରୁ ବିଦାୟ ହୋଇଲେ ବେଦ ବିହିତ କର୍ମରୁ। ଆପଣା ଶତ୍ରୁମାନଙ୍କୁ ମୃତ ଜନ ପରି ଦେଖିଣ ସଗର ମନେ ତୋଷ ହେଲେ ଭାରି। ଆନନ୍ଦରେ ବଶିଷ୍ଠଙ୍କୁ କହିଲେ ବୁଝାଇ ବୃଥାରେ ହାମ ପାଶେ ରଖୁଛ କିମ୍ ପାଇଁ। ଏ ଦୁରାତ୍ମା ମାନେ ରାଜ୍ୟ ନେଇଥିଲେ ମୋର ଉଚିତ ନୁହଁ ୟାଙ୍କୁ ପ୍ରାଣେ ରଖିବାର। ଆପଣଙ୍କ ଅଗ୍ରତରେ ଏହାଙ୍କୁ ବଧିବି ପିତାର ଶତ୍ରୁ କଦାପି ପ୍ରାଣେ ନ ରଖିବି। ଧର୍ମ ବିଦ୍ୱେଷୀ ମାନଙ୍କୁ ରଖେ ଯେଉଁ ନର ପରିଶେଷେ ସର୍ବନାଶ ହୁଅଇ ତାହାର। ପ୍ରଥମରେ ମଦମତ୍ତ ହୋଇଣ ରାଜନ ଜଗତ ଜନଙ୍କୁ ପୀଡ଼ା ଦ୍ୟନ୍ତ ବିଚ୍ଛନ।
ତାପରେ ଦୁର୍ବଳ ହୁଅତି ସେ ଯେତେବେଳେ ଧାରଣ କରନ୍ତି ସାଧୁ ଭାବକୁ ସେ କାଳେ। ଏ କଥା ଦେଖିଲେ ମନେ ହୁଅଇ ବିଚାର ମାୟାର ନୁହଁଇ କେଡ଼େ ଆଶ୍ଚର୍ଯ୍ୟ ବ୍ୟବହାର। ଖଳ ପାପ ଚିତ୍ତ ଲୋକ ମାନେ ଯେତେ ଦିନ ଦେହରେ ପ୍ରଚୁର ବଳ ବହିଥାନ୍ତି ଜାଣ। ନିଷ୍ଠୁରାଚରଣ ମାନ କରନ୍ତି ସନ୍ତୋଷେ ପୁଣି ସାଧୁ ବୋଲାନ୍ତି ବଳ କ୍ଷୟ ଅର୍ଥେ। ଏହା ଜାଣି ନିଜର ଯେ ମଙ୍ଗଳ ବାଞ୍ଛିବ ସେ କେଭେ ତାହାଙ୍କ ଠାରେ ବିଶ୍ୱାସ ନ ଯିବ। ଶତ୍ରୁ କରିଅଛି ଯେବେ ଦାସତ୍ୱ ସ୍ୱୀକାର ସୌହାର୍ଦ୍ଦ୍ୟ ଅଟଇ ଯାହା ବାରବନି ତାର। ସର୍ପର ସେ ସାଧୁ ଗୁଣ ତହିଁରେ କେବେ ବିଶ୍ୱାସ କରିବି ନାହିଁ ଜୀବ ଥିବା ଯାଏ। ଖଳ ମାନେ ହସି ହସି ଦାନ୍ତକୁ ଦେଖାଇ ପ୍ରିୟ ବାକ୍ୟ କହୁଥାନ୍ତି ସୁହୃଦ ବୋଲାଇ। ନିଷ୍ଠୁର ବଚନ ସଦା କୁହେ ଜିହ୍ୱା ଯାର ଯେବେ ମଧୁର ବଚନ କୁହେ ସେ ମୁଖର। କଦାପି ବିଶ୍ୱାସ ଯିବ ନାହିଁ ତାହା ଗିର କହିଛନ୍ତି ବିଜ୍ଞଜନ ଏହା ଅଟେ ସାର। ଖଳଜନ ଯେବେ ସାଧୁ ପଣ ଆଚରଇ ଦାସ ଭାବେ ତାରେ ରଖା ଉଚିତ ନୁହଁ। ଦୁର୍ଜନ ବିନୟ ହୋଇ କହିଲେ ହେ ଯେତେ କଦାପି ନ ଯିବ ତାହା କଥାକୁ ପରତେ। ଏଥିର କାରଣ ତୁମ୍ଭେ ନ ଜାଣ କି ଗୁରୁ ଜାଣିଲେ ହେ କହୁଅଛି ଶୁଣ ମୋହ ଠାରୁ। ଯାହାକୁ ଆଶ୍ରୟ କରି ଥିବ ଖଳଜନ ସମୟର ଘେନିବ ସେ ଆପଣା ଜୀବନ। ପ୍ରଣତ ଦୁର୍ଜନ ସେହୁ ବାକପଟି ମିତ୍ର ଦୁଷ୍ଟ ଅଟଇ ଯେ ଭାର୍ଯ୍ୟା ଅବିନୀତ ପୁତ୍ର। ଏହି ଚାରି ବ୍ୟକ୍ତିଙ୍କୁ ଯେ ବିଶ୍ୱାସ କରେ ନିଶ୍ଚୟ ମରଣ ତାର ହୁଅଇ ତହିଁରେ। ତେଣୁ କହୁଅଛି ଶୁଣ ଆହେ ଗୁରୁଦେବ କେବେ ସେ ଜନ ଠାରେ ବିଶ୍ୱାସ ନ ଯିବ। ଗୁରୁ ପ୍ରାୟ ରୂପ ଧରି ବ୍ୟାଘ୍ର ଆଚରଣ କପଟରେ କରୁଥିବେ ଶତ୍ରୁ ଆଚରଣ। ତାଙ୍କୁ ରକ୍ଷା କରିବାରେ ନୁହଁ ଉଚିତ ଆପଣ ରଖନ୍ତି କିମ୍ପା ଏହାଙ୍କୁ ଜୀବିତ। କହୁଛି ଏହାଙ୍କୁ ରକ୍ଷା ନ କର ହେ ଗୁରୁ ଏ ଶତ୍ରୁଙ୍କୁ ସଂହାରି ମୁଁ ତୁମ୍ଭ ପ୍ରସାଦରୁ। ପୃଥ୍ୱୀ ଭୋଗ କରିବାକୁ ଭାବିଅଛି ମନେ ଏଥକୁ ଆଦେଶ ମତେ ଦିଅ ସୁପ୍ରସନ୍ନେ। ସଗର ମୁଖରୁ ଶୁଣି ହେମନ୍ତ ଭାରତୀ ଲଭିଲେ ବଶିଷ୍ଠ ମନେ ଅଶେଷ ପିରତି। ଆପଣା କରେ ସଗର ଶରୀର ଆଉଁସି ତହିଁ ପରେ ବଚନ କହିଲେ କଭାସି। ଅଟ ତୁମ୍ଭେ ସାଧୁ ସାଧୁ ମହାତ୍ମା ସଗର ଯାହା କହିଅଛ ସତ୍ୟ ଅଟଇ ସେ ଗିର। ତଥାପି କଥାକୁ ମୋର ଶୁଣି ସାବଧାନେ ପରର ଶାନ୍ତିକୁ ତୁମ୍ଭେ ଲାଭ କର ମନେ। ବିରୁଦ୍ଧାଚରଣ କରି ତୁମ୍ଭ ପ୍ରତିଜ୍ଞାର ଜାଣ ମୁଁ ଏହାକୁ କରି ଅଛି ହର୍ତ୍ତପର। ମୃତ ବ୍ୟକ୍ତିଙ୍କି ବଧ
कले आउ थरे कि पौरुष लाभ हेब तुम्भर तहिरे आवर कथाए मध्य शुण महीपति कर्म पासे सबु जंतु बंधा होइछन्ति तुम्भर ए शत्रु माने निजर सर्जित पाप कर्मे होइछन्ति पूर्वरु निहत पुनर्पि एहांकु तुम्भे किं पाई बधिब एथिरे तुम्भर केउ फल बाहेब ए देह पापरु जात होइअछि जाण पापरे निहत होइब जेहु प्राण पापरे निहत होइब जेहु पूर्ण एथिरे अभेद आत्मा करिअछि बास कौनसी कालरे सेहु नुहंति विनाश सकल शास्त्र रेहा अटई सिद्धांत हे नृप मनरे शंका न कर किंचित निजे अर्जिथिबा कर्म फल भुंजिबाकु जंतुगण आश्रा करी थांती ए देहकु भोगर अटई हेतु मात्र कर्म फल दैव अटई सेही कर्मर जे मूल तेणु दैवाधीन एही समग्र जगत दैव बळे प्राणी माने हंती गतागत दैव एकाशिष्ट जन कर पालयिता सेही दुष्ट मानकर दमन करता ए कारण परतंत्र अटंती मानवे स्वतंत्रता नाही तंक ठारे जाणलवे परतंत्र मानवर कार्य करिबारे कि शक्ति अछि ताहा विचार मनरे शरीर होइछि जेबे पापरु संजात पुनर्पि होइछि सेही पापरे वर्धित पाप यार मूल बोली जेबे जानुअछ तेबे शरीर बोधे किंपा प्रवर्तिछ आत्मा तो विशुद्ध ताहांकर क्षय नाही पापरु जन्मिछि देह नश्वर जे सेही हे बाबू नंदन तुम्भे मने बही क्रोध पाप मूल शरीर को करिले हैं बद्ध तहिरे किछि कीर्ति नाहिटी तुम्भर एहा जानी शत्रु को जीवने न मार जानी शुणी कार्य होइले उद्यत शेष को तहिरु निंदा मिलई बहुत ए रूपे वशिष्ठ मुनि ठारू उपदेश शुणन्ते सगर मनु त्याग कले रोष ता देखि वशिष्ठ अति संतुष्ट होइले स्नेह बसे सगरंक मुर्दा को चुंबिले जेउ शत्रु माने तांक पादरे शरण पशिथिले सेमानंकु विदाय देईन सदाचार युक्त ऋषि गणंकु संगते घेनि करी आनंदरे उठिले तोरीते सगरंकु राज सिंहा सनरे बसाई राजपदे अभिषेक कले प्रीत होई कुशिक वंशरे थिले विदर्भ राजन केशिनी अटई ताहांकर कन्या नाम द्वितीय कन्यार नाम ख्यात जे सुमती सेवेनी भगिनी रूप बती गुणवती सगरंक आकाशरे
ସେ ଦୁଇ କନ୍ୟାକୁ। ବଶିଷ୍ଠ ମାଗିଲେ ଯାଇ ବିଦର୍ଭ ରାଜାଙ୍କୁ। ରାଜର୍ଷି ବିଦର୍ଭ ନୃପ ବଶିଷ୍ଠଙ୍କ ଚୋଲେ ସଗରଙ୍କୁ ନିଜର ସେ ବେନି କନ୍ୟା ଦେଲେ। ଶୁଭ ଲଗ୍ନେ ବିବାହ ହୋଇ ସଗର ରାଜନ କନ୍ୟା ଘେନି କଲେ ନିଜ ପୁରକୁ ଗମନ। ବଶିଷ୍ଠଙ୍କ ଉପଦେଶ ପ୍ରକାରେ ସଗର ରାଜପାଳି ଦୁଃଖ ଛଡ଼ାଇଲେ ପ୍ରଜାଙ୍କର। ଏହିପରି କେତେ ଦିନ ବହିଯାନ୍ତେ ପୁଣି ସଗର ନୃପତି ହେବା ଔର୍ବ ମୁନି ଶୁଣି। ନିଜ ଆଶ୍ରମରୁ ବହିର୍ଗତ ହୋଇଗଲେ ତାଙ୍କ ନିକଟରେ ଯାଇ ପ୍ରବେଶ ହୋଇଲେ। ଔର୍ବଙ୍କୁ ଦେଖିବା ମାତ୍ରେ ସେ ସଗର ରାଜା ଭକତିରେ ପାଦ୍ୟର୍ଘ୍ୟ ଦେଇ କଲେ ପୂଜା। ତହିଁ ପରେ ସବୁ କଥା ତାଙ୍କୁ ଜଣାଇଲେ। ବିନୟରେ କହି କେତେ ଦିନ ରଖାଇଲେ। ଆନନ୍ଦେ ରହିଲେ ଔର୍ବ ସଗରଙ୍କ ଘରେ। ଶୁଣ ଋଷିଗଣ ଯାହା ହେଲା ତହିଁ ପରେ। ସଗରଙ୍କ ବେନି ଭାର୍ଯ୍ୟା କେଶିନୀ ସୁମତି ଦିନେ ପ୍ରଭାତରୁ ଉଠି ଯେବେନି ଯୁବତୀ। ସରଜୁ ନଦୀକୁ ସ୍ନାନ କରି ନଇଲେ ଦିବ୍ୟ ବସ୍ତ୍ର ଅଳଙ୍କାର ପିନ୍ଧି ବାହାରିଲେ। ଔର୍ବଙ୍କ ପାଶରେ ମିଳି ଫଳ ଫୁଲ ଧରି ବିନୟ ହୋଇ ବୋଇଲେ ସଗରଙ୍କ ନାରୀ। ବୋଇଲେ ହେ ତପି ଶ୍ରେଷ୍ଠ ବାରେ ଦୟା ବହି। ତନୟ ବର ଦିଅନ୍ତୁ ଆମ୍ଭଙ୍କୁ ଗୋସାଇଁ। ତାହାଙ୍କ ପ୍ରାର୍ଥନା ଶୁଣି ଔର୍ବ ମହାମୁନି ଆନନ୍ଦ ମନେ ବୋଇଲେ ଶୁଣ ରାଣୀ ବେନି। ତନୟ ନିମନ୍ତେ ତୁମ୍ଭେ ମାଗୁଅଛ ବର କାମନା ନିଶ୍ଚୟ ପୂରଣ କରିବୁ ତୁମ୍ଭର। କିନ୍ତୁ ଗୋଟିଏ ବଚନ ଶୁଣ ମନ ଦେଇ ତାହା ପରେ ସୁତବର ମାଗିବ ସୁମୋହି। ଗୋଟିଏ ରାଣୀର ହେବ ଗୋଟିଏ କୁମାର ଅନ୍ୟ ରାଣୀର ହୋଇବ 60,000। ଏ ଦୁଇ କଥାରୁ ଯେଝା ଇଚ୍ଛା ମତେ ଘେନ। ବଂଶଧର ସୁତ ଜଣେ ମାତ୍ର ମାଗି ଘେନ। ଆବର 60,000 ସୁତ ମାଗୁ ଜଣେ। ସାନନ୍ଦ ମନରେ ବର ଦେବୁ ଏହି କ୍ଷଣେ। ଏହା ଶୁଣି କହେ ବୁଦ୍ଧିଜୀବୀ ସେ କେଶିନୀ। ବଂଶଧର ପୁତ୍ର ଏକ ଦିଅ ତପିମଣି। ସୁମତି ବୋଇଲା ମତେ 60,000 ପୁତ୍ରବର ଦିଅ ତ ସେ ଆହେ ତପିବର। ଏ ରୂପେ ସେବେନି ରାଣୀ କରନ୍ତେ ପ୍ରାର୍ଥନା। ତଥାସ୍ତୁ କହିଣ ତାଙ୍କୁ ଋଷି ମହାମନା। ବିଦାୟ ଘେନିଣ ନିଜ ଆଶ୍ରମକୁ ଗଲେ। ତାହା ପରେ ଯାହା ଦେଲା ଶୁଣନ୍ତୁ ସକଳେ। କିଛି ଦିନ ବହିଯାନ୍ତେ ଅସମଞ୍ଜନାମେ। କେଶିନୀ ଗର୍ଭରୁ ପୁତ୍ର ଜାତ ହେଲା ଭବେ। ସୁମତି ଗର୍ଭରୁ ହେଲା 60,000। ତାହା ପରେ ଯାହା ହେଲା ଶୁଣ ସୁଚିତର। ବାଲ୍ୟ ଅବସ୍ଥାରୁ ମଞ୍ଜ ପ୍ରତିଦିନ। ମନ୍ଦ ପ୍ରକୃତିରେ ସେ ହୋଇଲା ନିମଗମ। କର୍ମ ଅନୁସାରେ ସେହୁ ନାମକୁ ବହିଲା। ଅସମଞ୍ଜ ନାମେ ଖ୍ୟାତ
ସଂସାରେ ହୋଇଲା। ସେହି ଅସମଞ୍ଜସଙ୍ଗେ ହୋଇବାରୁ ସାଥୀ ସଗରଙ୍କ ଅନ୍ୟ ପୁତ୍ରେ କରିଲେ ଅନୀତି। ସନ୍ତାନଙ୍କ ଦୃଷ୍ଟ ବୁଦ୍ଧି ଦେଖିଣ ସଗର ଭାବିଲା ଆପଣା ମନେ କରିଣ ବିଚାର। ଜଗତେ ଦୁର୍ଜନ ସଙ୍ଗ କେବା ନ ଆଚରେ ସ୍ଥିର କରି ହେଉନାହିଁ ତାହା ମୋ ବୁଦ୍ଧିରେ। ଲୌହ ସଙ୍ଗରେ ଅନଳ ହେବାରୁ ସଂଯୋଗ କର୍ମକାର ହସ୍ତେ ସେହୁ ପାଏ ପରାଭବ। ଏହା ଜାଣି ଅସାଧୁଙ୍କ ସଙ୍ଗକୁ ଛାଡ଼ିବ ନ ଛାଡ଼ିଲେ ବିନା ଦୋଷେ କଳଙ୍କିତ ହେବ। ସଗର ଏମନ୍ତ ମନେ ଭାବୁଥାନ୍ତି ନୀତି ଏହି ପରକାରେ କେତେ କାଳ ଗଲା ବିତି। ଅସମଞ୍ଜ ନାମେ ଯେଉଁ ଅଟେ ଜ୍ୟେଷ୍ଠ ସୁତ ତାହା ରାଣୀ ଗର୍ଭୁ ଏକ ପୁତ୍ର ହେଲା ଜାତ। ଅଂଶୁମାନ ବୋଲି ନାମ ଅଟଇ ତାହାର ରୂପେ ଗୁଣେ ସମ ନୁହେଁ କେହି ତା ସଙ୍ଗର। ପିତାମହଙ୍କର ହିତ ପରାୟଣ ସେହି ଅତ୍ୟନ୍ତ ସ୍ନେହ କରନ୍ତି ତାକୁ ନର ସାଇଁ। ଦିନକୁ ଦିନ ଦୁଷ୍ଟାତ୍ମା ସଗର କୁମାର ପ୍ରଜାମାନଙ୍କ ଉପରେ କଲେ ଅତ୍ୟାଚାର। ସାଧୁମାନଙ୍କର ଯେତେ ଆଶ୍ରମ ଦେଖନ୍ତି ଅନଳ ଲଗାଇ ତାକୁ ଭସ୍ମ କରି ଦିଅନ୍ତି। ଯଜ୍ଞରେ ଯେଉଁ ଆହୁତି ଦିଅନ୍ତି ବ୍ରାହ୍ମଣେ ସଗର ନନ୍ଦନ ତାହା ଭକ୍ଷନ୍ତି ତକ୍ଷଣେ। ସୁନ୍ଦରୀ ରମଣୀ କିବା ସ୍ୱର୍ଗ ଅପ୍ସରାଙ୍କୁ ବଳାତ୍କାରେ ଟାଣି ଘେନି ଆସନ୍ତି ମର୍ତ୍ତ୍ୟକୁ। ଆପଣା କରାୟତରେ ତାହାଙ୍କୁ ରକ୍ଷିଣ ସମ୍ଭୋଗ କରନ୍ତି ସେହୁ ତାଙ୍କ ସଙ୍ଗ ତେଣ। ନନ୍ଦନ ବନରେ ଯେତେ ଥିଲା ପାରିଜାତ ବଳାତ୍କାରେ ତୋଳି ଘେନି ଆଣିଲେ ସମସ୍ତ। ସାଧୁଜନ ମାନଙ୍କର ଚିତ୍ତକୁ ହରଣ କରନ୍ତି ବଳାତ୍କାରରେ ସେହି ଦୁଷ୍ଟ ଗଣ। ପରିଶେଷେ ରାଜପଦ ନେବାକୁ ଛଡ଼ାଇ ବାହାରିଲେ ପିତା ସଙ୍ଗେ କରିବେ ଲଢ଼ାଇ। ଏହା ନିରୀକ୍ଷଣ କରି ସ୍ୱର୍ଗେ ଦେବଗଣ ମନ ମଧ୍ୟରେ ଅତ୍ୟନ୍ତ ଦୁଃଖିତ ହୋଇଣ। ଦୁରାତ୍ମା ସଗର ପୁତ୍ରେ ଯେହ୍ନେ ହେବେ ନାଶ ବିଚାର କରିଲେ ସଭା କରି ଅମରେଶ। କୌଣସି ଉପାୟ ସେହୁ ଦେଖି ନ ପାରିଲେ ପରିଶେଷରେ କହି କଥା ବିଚାରିଲେ। କପିଳ ମହର୍ଷି ସ୍ୱୟଂ ବିଷ୍ଣୁ ଅବତାର ତପ କରୁଛନ୍ତି ବସି ସେ ପାତାଳପୁର। ତାହାଙ୍କୁ ଯଦ୍ୟପି ସର୍ବେ ପ୍ରାର୍ଥନା କରିବା ସେ ତ ସହିଲେ ଦୁଃଖ ନିବାରିବେ ଅବା। ଏତେ ବିଚାରିଣ ସର୍ବ ଅମରାଧିଗଣ କପିଳ ମୁନିଙ୍କ ପାଶେ ମିଳିଲେ ଯାଇଣ। ଯୋଗାସନେ ରତ ଥିଲେ ମହର୍ଷି ପ୍ରବର କର ଯୋଡ଼ି ସ୍ତବ କଲେ ଅମରେ ସେଠାର। ବୋଇଲେ ହେ ଦେବ ଦେବ ତପୀଙ୍କର ଶ୍ରେଷ୍ଠ ତପ ବଳେ ତିନି ପୁର ମଧ୍ୟରେ ଗରିଷ୍ଠ।
ନର ରୂପେ ଅବତାର ସ୍ୱୟଂ ନାରାୟଣ। ଆମ୍ଭମାନଙ୍କର ଦୁଃଖ କରନ୍ତୁ ହରଣ। ସଂସାର ବନର ଦାବା ନଳ ଅଟ ତୁମ୍ଭେ। ନମସ୍କାର କରୁଅଛୁ ତବ ପାଦେ ଆମ୍ଭେ। ତୁମ୍ଭେ ଲୋକମାନଙ୍କର ଅନୁଗ୍ରହ କର୍ତ୍ତା। ସାଧୁଜନ ମାନଙ୍କର ମଙ୍ଗଳ ବିଧାତା। ନିଷ୍କାମ ପୁରୁଷ ଆହେ ପରମ ଈଶ୍ୱର। ତବ ଶ୍ରୀ ଚରଣେ କରୁ ଅଛୁ ନମସ୍କାର। ଭୋନାଥ ସୁପ୍ରୀତି ମନ ହୋଇ ଆମ୍ଭ ପ୍ରତି। ବାରେ ନିବାରଣ କର ଆମ୍ଭର ଦୁର୍ଗତି। ସଗର ସନ୍ତାନ ଗଣଙ୍କର ଉତ୍ପୀଡ଼ନେ। ଥୟ ନ ହୋଇଲୁ ଆମ୍ଭେ ଅମର ଭୁବନେ। ଯେ ଯାହାର କର୍ତ୍ତବ୍ୟକୁ କରି ନ ପାରିଣ। ତବ ନିକଟରେ ଆସି ପଶିଲୁ ଶରଣ। ଏହିପରି ସ୍ତବ କରି ସର୍ବଦେବଗଣ। କପିଳ ଋଷିଙ୍କ ମନ କରିଲେ ହରଣ। ତତକ୍ଷଣେ ଯୋଗ ଧ୍ୟାନ ଛାଡ଼ି ନ ଉଠିଲେ। ପାଦ ଅର୍ଘ୍ୟ ଦେଇ ସେମାନଙ୍କୁ ପୂଜା କଲେ। ଆସନେ ବସାଇ ଦେବଙ୍କୁ ସେ ମହାରୁଷି। ବୋଇଲେ ସକଳେ ଯହିଁ ପାଇଅଛ ଆସି। ବଡ଼ ଆଶ୍ଚର୍ଯ୍ୟର କଥା ତାହା ତ ନୁହଁ। କିମ୍ପା ମନେ ଭୟ ପାଉ ଅଛ ଏଥିପାଇଁ। ସମ୍ପଦ ଆୟୁଷ ଯଶ ବଳର ସହିତ। ଯେ ହୋଇବ ଅଳ୍ପ ଦିନ ମଧ୍ୟ କ୍ଷୟ ପ୍ରାପ୍ତ। ସେମାନେ ଲୋକଙ୍କୁ ପୀଡ଼ା ଦିଅନ୍ତି ଗର୍ବରେ। ସେ ପାପ କର୍ମର ଫଳ ଇଅଚିରେ। ଯେ ନିରପରାଧୀ ବ୍ୟକ୍ତିଙ୍କୁ ପୀଡ଼ା ଦିଏ। ସେ ଦୁଷ୍ଟାତ୍ମା ମହାପାପୀ ମଧ୍ୟ ଗଣା ହୁଏ। କାୟ ମନ ବଚନରେ ଯେ ବଣ ଦୁର୍ମତି। ସକଳ ଜନଙ୍କୁ ପୀଡ଼ା ଦେଉଥାଏ ନୀତି। ଦୈବ ତାହାକୁ ନାଶ କରଇଅଚିରେ। ଏଥକୁ ସନ୍ଦେହ ତୁମ୍ଭେ ନ କର ମନରେ। ସଗର ସନ୍ତାନ ଗଣ ପାପ କର୍ମ ଫଳେ। ଦେଖିବ ବିନାଶ ପ୍ରାପ୍ତ ହେବେ ଅଳ୍ପ କାଳେ। ଏଣୁ ମୁଁ କହୁଛି ଦୁଃଖ ପରିତ୍ୟାଗ କରି। ସ୍ୱର୍ଗ ଭୁବନକୁ ଯାଅ ଏଠାବରୁ ଫେରି। ଯେ ଯାହାର କାର୍ଯ୍ୟ ସେହୁ କରେ ନିଶ୍ଚିନ୍ତରେ। ସଗର ସନ୍ତାନ ଗଣ ମରିବେ ଅତିରେ। କପିଳ ମୁଖରୁ ଏହା ଶୁଣି ଦେବଗଣ। ଯଥା ବିଧାନରେ ତାଙ୍କୁ ପ୍ରଣାମ କରିଣ। ପ୍ରବେଶ ହୋଇଲେ ସ୍ୱର୍ଗ ଭୁବନକୁ ଯାଇ। ତାହା ପରେ ଯାହା ହେଲା ଶୁଣ ମନ ଦେଇ। ଏହି ଅବସରେ ତେଣେ ସଗର ରାଜନ। ଅଶ୍ୱମେଧ ଯଜ୍ଞ ଏକ କଲେ ଆୟୋଜନ। ଯଜ୍ଞ ଆରମ୍ଭରେ ଏକ ଅଶ୍ୱ ସେ ଅଣାଇ। ତା ଗଳାରେ ବୀରପତ୍ର ବାନ୍ଧିଲେ କନେଇ। ସାରା ପୃଥ୍ୱୀ ଯାକ ବୁଲି ଆସିବା ସକାଶେ। ସେ ଅଶ୍ୱକୁ ଛାଡ଼ିଦେଲେ ଦ୍ୱିଜଙ୍କ ଆଦେଶେ। ସଗର ସନ୍ତାନ ଗଣ 60,000 ରକ୍ଷା କରିବାକୁ ଗଲେ ପଶ୍ଚାତେ ତାହାର। ନାନାଦି ଆୟୁଧ ମାନ ଧରି ବୀରଗଣ। ପିତାଙ୍କ ଆଦେଶେ ଚଳି ଗଲେ ତତକ୍ଷଣ।
ଇନ୍ଦ୍ର ଜାଣି ପାରି ତାହା କପଟ ବେଶରେ ହରି ନେଲେ ସେହି ଅସ ଆଶ୍ରିଣ ସତରେ। ପାତାଳ ତଳକୁ ନେଇ କପିଳ ଆଶ୍ରମେ ସେ ଅସକୁ ଛାଡ଼ି ଦେଇ ଗଲେ ନିଜ ଗ୍ରାମେ। ସେ ଅସକୁ ଇନ୍ଦ୍ର ଅପହୃତ କରିବାର ନ ଜାଣି ପାରିଣ ସେହି ସଗର କୁମର। କିଏ ସେ ଆମ୍ଭ ଘୋଡ଼ାକୁ ନେଇଅଛି ବୋଲି ସ୍ୱରଗମରତ ଆଦି ଖୋଜିଲେ କବୁଲି। କୌଣସି ଠାବରେ ଅସ ସନ୍ଧାନ ନ ପାଇ ମନ ମଧ୍ୟରେ ବିଚାର କଲେ ସର୍ବ ଭାଇ। ଆମ୍ଭେ ତ ସକଳ ପୁର ବୁଲିଣ ଖୋଜିଲେ କୌଣସି ଠାରେ ଅସର ଚିହ୍ନ ନ ଦେଖିଲେ। କେବଳ ପାତାଳପୁର ବାକି ରହିଅଛି ଅନୁମାନ ହୁଏ କେହୁ ସେଠାକୁ ନେଇଛି। ଚାଲ ସକଳେ ମିଳିଣ ପାତାଳକୁ ଯିବା ଯେ ନେଇଥିବ ଘୋଡ଼ାକୁ ଉଦ୍ଧରି ଆଣିବା। ଏହା କହି ଜଣକରେ ଯୋଜନେ ବିସ୍ତାରୀ ଖୋଳିଲେ ସୁଡ଼ଙ୍ଗ କାଙ୍କ କୋଦାଳାଦି ଧରି। ଏହି ପ୍ରକାରେ ଖୋଳନ୍ତେ ସଗର ନନ୍ଦନ ବିରାଟ ସାଗର ଏକ ହୋଇଲା ନିର୍ମାଣ। ସେହି ପଥ ଦେଇ ଯେଉଁ ରନ୍ଧ୍ର ଫିଟାଇଲେ ସକଳେ ସେ ବାଟ ଦେଇ ପାତାଳେ ପଶିଲେ। ଚଉଦିଗେ ବୁଲି କଲେ ଅସ ଅନ୍ୱେଷଣ ନ ପାଇଲେ କେଉଁଠାରେ ତଥାପି ସନ୍ଧାନ। ସେ କପିଳ ମୁନିଙ୍କ ଆଶ୍ରମକୁ ଗଲେ ସେହିଠାରେ ଅଶ୍ୱବନ୍ଧା ହୋଇଛି ଦେଖିଲେ। ଶରୀରରେ କୋଟି ସୂର୍ଯ୍ୟ ତେଜକୁ ବିକଶି ଧ୍ୟାନ କରୁଣ ଅଛନ୍ତି କପିଳ ମହର୍ଷି। ଅଶ୍ୱବନ୍ଧା ହୋଇଅଛି ତାହାଙ୍କ ପଛରେ ଦେଖି ଅତି କୋପ କଲେ ସଗର କୁମରେ। ଏହି ଚୋର ଆମ୍ଭସ ଆସିଅଛି ନେଇ ଚାଲ ଏହାକୁ ରଜୁରେ ବାନ୍ଧି ନେବା ଭାଇ। ଏହିପରି ପରସ୍ପରେ କୁହାକୁହି ହେଲେ କପିଳ ମୁନିଙ୍କ ପରେ ଅତ୍ୟାଚାର କଲେ। କେହୁ ବୋଲେ ଏହା ଯୋଗେ ଲଭିଲେ କଷଣ ପରାଣେ ନାସିବା ଆମ୍ଭେ ମାନେ ୟାର ପ୍ରାଣ। ଚୋରି କରି ସାଧୁପଣ ଦେଖାଇ ଦୁର୍ଜନ ବକ ପରିତପ କରେ କରି ମିଛେ ଧ୍ୟାନ। ବୃଥାରେ ଲୋକମାନଙ୍କୁ ଭଣ୍ଡିବାକୁ ଏହି ସାଧୁ ବେଶେ ଆଡ଼ମ୍ବର ଦେଖାଉଅଛଇ। ଏହା ପରି ବହୁ ଠକ ଜଗତେ ଅଛନ୍ତି ଆମ୍ଭମାନଙ୍କ ନିକଟୁ ନ ଯିବ ଏ ବର୍ତ୍ତି। ଏହି ପ୍ରକାରେ ସର୍ବେ କୁହାକୁହି ହେଲେ କପିଳ ମୁନିଙ୍କ ତେଜ ନ ଜାଣି ସୟଳେ। ନିକଟ ହେବାରୁ ମୃତ୍ୟୁ ଦୁଷ୍ଟମାନଙ୍କର ମୁନିଙ୍କ ଅଙ୍ଗରେ କେହୁ କରିଲେ ପ୍ରହାର। କେହି କେହି ମଧ୍ୟ ବାହୁ ଆକର୍ଷଣ କଲେ ଆବର ଥକାଏ ଜଟା ଧରି ଓଟାରିଲେ। ଏହି ପ୍ରକାରେ କରନ୍ତେ ଘୋର ଅତ୍ୟାଚାର ଭାଙ୍ଗିଗଲା ଯୋଗ ନିଦ୍ରା ମହାଋଷିଙ୍କର। ତାହାଙ୍କ ପ୍ରହାର ଯୋଗେ ଭାଙ୍ଗନ୍ତେ ସମାଧି
ଉଠିଣ କପିଳ ମୁନି ହେଲେ ମହାକ୍ରୋଧୀ। ସେ ସଗର ପୁତ୍ରଙ୍କର ଦୁଷ୍ଟ ଆଚରଣ ନେତ୍ରେ ଦେଖି ଋଷି ଚକ୍ଷୁ କଲେ ରକ୍ତବର୍ଣ୍ଣ। ସାରା ସର୍ବାଙ୍ଗ ତାଙ୍କର କ୍ରୋଧରେ ଥରିଲା। କପାଳରୁ ବ୍ରହ୍ମ ଅଗ୍ନି ନିର୍ଗତ ହୋଇଲା। ଯେବେଳେ ବ୍ରହ୍ମନଳ ହୋଇଲା ବାହାର ବୋଇଲେ କପିଳ ସାପ ଦେଇଣ ସତର। ରେ ଅନଳ ଏମାନଙ୍କୁ ନ ମାରି ପରାଣେ ଦଗ୍ଧ କରୁଥାଅ ଦଣ୍ଡ ପାନ୍ତୁ ଦୁଷ୍ଟ ଗଣେ। ଏମନ୍ତେ ଆଦେଶ ଯହୁଁ ଦେଲେ ଋଷିବର ଧାଇଲା ଅନଳ ସେହି ଦୁଷ୍ଟଙ୍କ ପଛର। ସକଳେ ପୋଡ଼ିଣ ତହିଁ ଛଟପଟ ହେଲେ ଉଦ୍ଧାର ହୋଇବା ପାଇଁ ବାଟ ନ ପାଇଲେ। ବେଳୁ ବେଳ ସେ ଅନଳ ହୋଇଣ ପ୍ରବଳ ବ୍ୟାପିଲା ସାରା ପାତାଳ ଭୁବନେ ତତ୍କାଳ। ଏହା ଦେଖି ଜୀବଗଣ ଅତି ବିକଳରେ ପଳାଇ ପ୍ରାଣ ରଖିଲେ ବୁଢ଼ିଣ ସାଗରେ। ସାଧୁଗଣଙ୍କର କୋପ ଅଟଇ ଏପରି ସହଜେ କେହି ନ ପାରେ ତାଙ୍କୁ ଶାନ୍ତ କରି। ସଗର ନନ୍ଦନ ଗଣ ଋଷିଙ୍କ ସାପ୍ୟରେ ପୋଡ଼ି ଭସ୍ମ ହେଉଥାନ୍ତି ସେ ପାତାଳପୁରେ। ଦେବର୍ଷି ନାରଦ ଏହା ଦେଖି ସ୍ୱଚକ୍ଷୁରେ ଜଣାଇଲେ ମର୍ତ୍ତ୍ୟପୁରେ ଯାଇ ଧାତିକାରେ। ପୁତ୍ରମାନେ ଯେଉଁପରି ଦଗ୍ଧ ହେଉଥିଲେ ସଗର ରାଜାଙ୍କ ଆଗେ ସମସ୍ତ କହିଲେ। ପୁତ୍ରଙ୍କ ଦୁର୍ଦ୍ଦଶା ମାନ ଶୁଣିନ ସଗର କିଛି ନ କହି ମୌନ ହୋଇଲେ ମନର। ଆବର ସନ୍ତୋଷ ହୋଇ ପାଞ୍ଚିଲେ ରାଜନ ଦୁଷ୍ଟଙ୍କୁ ଉଚିତ ଦଣ୍ଡ ଦେଲେ ଭଗବାନ। ଜାଣି ଶୁଣି ସଂହାରିଏ ଦୁରାତ୍ମା ମାନଙ୍କୁ ଉଶ୍ୱାସ କରିଲେ ପ୍ରଭୁ ଅବନିଭାରାକୁ। ଅଧର୍ମାଚାରୀ ମାନଙ୍କୁ ଉଚିତ ବିଧାନ ନ ହୋଇଲେ ସର୍ବନାଶ କରିବେ ସାଧନ। ଧର୍ମ ଆଚରଣେ ଯେହୁ ବିମୁଖ ହୋଇ ଶତ୍ରୁଙ୍କ ମଧ୍ୟରେ ପିତା ତାହାଙ୍କୁ ଗଣଇ। ସକଳ ଶାସ୍ତ୍ର ମାନଙ୍କେ ଲେଖା ହୋଇଅଛି ଏଥକୁ ସୂଚନା କରା ନୁହଁ ଯେ କିଛି। ଏମନ୍ତେ ମନେ ବିଚାରି ସଗର ରାଜନ ପୁତ୍ରଙ୍କ ନିମନ୍ତେ ଦୁଃଖ ନ କରିଲେ ମନ। କୌଣସି ପ୍ରକାରେ ମନେ ସନ୍ତାପ ନ କରି ରହିଲେ ଆପଣ ବିଚାରକୁ ଦୃଢ଼ କରି। ଦୁରାତ୍ମା ନିଧନ ହେଲେ ସାଧୁମାନଙ୍କର ମନରେ ଆନନ୍ଦ ଜାତ ହୁଅ ପାର। ତେଣୁ ସେ ସଗର ରାଜା ପୁତ୍ରଙ୍କ ନିଧନେ ଅଣୁପରମାଣେ ଶୋକ ନ କରିଲେ ମନେ। ଏହା ପରେ ମନ ମଧ୍ୟେ ପାଞ୍ଚିଲେ ରାଜନ କେଉଁ ପରି ଯଜ୍ଞ ମୋର ହେବ ସମାପନ। ଅପୁତ୍ର ଜନର ଯଜ୍ଞେ ଅଧିକାର ନାହିଁ କେମନ୍ତେ ଯଜ୍ଞ ଶେଷ କରାଇବି ମୁହିଁ। ଏତେ ପାଞ୍ଚି ଜ୍ୟେଷ୍ଠ ପୁତ୍ର ଅସମଞ୍ଜଙ୍କର ଅଂଶୁମାନ ନାମେ ଥିଲା ଏକଇ କୁମାର। ତାଙ୍କୁ ଅତ୍ୟନ୍ତ ସ୍ନେହରେ ରାଜନ ପାଳିଲେ
ସମୟରେ ଅଶ୍ୱ ଆଣି ବାକୁ ଆଜ୍ଞା ଦେଲେ। ପୁତ୍ର ପରାୟ ନାତିକୁ ସେହୁ ତିଆରିଣ ଅଶ୍ୱ ଆନୟନ କାର୍ଯ୍ୟେ କରିଲେ ପ୍ରେରଣ। ଆନନ୍ଦରେ ଅଂଶୁମାନ ନମିଣ ପୟରେ ମାର୍ଗ ଅନୁସରି ସେହୁ ବାହାରିଲେ ଖରେ। ତାଙ୍କ ପିତୃ କରିଥିଲେ ସେ ପଥ ତିଆର ସେ ମାର୍ଗେ ଗମନ କଲେ ଅଂଶୁମାନ ବୀର। ପାତାଳ ଭୁବନେ ଯାଇ ପ୍ରବେଶ ହୋଇଲେ କପିଳ ଋଷି ଆଶ୍ରମେ ଖୋଜିଣ ମିଳିଲେ। ଶରୀରେ ଅପାର ତେଜ କରିଣ ଧାରଣ କପିଳ ମୁନି ବସିଣ ଥିଲେ କଉଦ୍ୟାନ। ତାଙ୍କୁ ଦେଖି ଅଂଶୁମାନ ଅତି ବିନୟରେ ପୂଜା କଲେ ପାଦେ ଅର୍ଘ୍ୟ ଦେଇ ଭକତିରେ। ଆବର ଭକତି ଭାବେ କରି ପ୍ରଣିପାତ ଜଣାଇଲେ କୃତାଞ୍ଜଳି ପୁଟେ ହୋଇନତ। ଅତ୍ୟନ୍ତ ବିନୟ ଭାବେ କହିଲେ ବୁଝାଇ ସମଦର୍ଶୀ ଅଟ ଆହେ ମହାତ୍ମା ଗୋସାଇଁ। ମୋହର ପିତୃବ୍ୟଗଣ ମୂର୍ଖ ସ୍ୱଭାବରେ ଅପରାଧ କରିଛନ୍ତି ତବ ଶ୍ରୀପୟରେ। ତାହାଙ୍କ ଦୋଷକୁ ପ୍ରଭୁ କରିଣ ମାର୍ଜନ ମୁକତ କରନ୍ତୁ ପାଦେ करे निवेदन। ହୀନ ହେଲେ ହେ ଚଣ୍ଡାଳ ଜାଣି ଶଶଧର କିରଣ ଦେବାକୁ କୁଣ୍ଠା ନହନ୍ତି ମନର। ସେହିପରି ସାଧୁଗଣ ଦୁର୍ଜନଙ୍କ ପ୍ରତି ନିରପେକ୍ଷ ଭାବେ ଦୟା ପ୍ରକାଶ କରନ୍ତି। ତଥାପି ଅମର ଗଣ ଚନ୍ଦ୍ରଙ୍କୁ ଅର୍ଚ୍ଚନ କରନ୍ତି ଆନନ୍ଦ ମନେ ଆହେ ତପୋଧନ। ଦୁର୍ଜନ ସାଧୁଙ୍କ ପ୍ରତି କଲେ ଅତ୍ୟାଚାର ସାଧୁଏ କରନ୍ତି ଉପକାର ତାହାଙ୍କର। ଚନ୍ଦନ କାଷ୍ଠକୁ ମଧ୍ୟ କଲେ ଛିନ୍ନ ଭିନ୍ନ ସୁଗନ୍ଧ ତାହାର ବୃଦ୍ଧି ହୁଅଇଟି ଜାଣ। ସାଧୁମାନଙ୍କ ସ୍ୱଭାବ ତେମନ୍ତ ଅଟଇ ପରର ଅନିଷ୍ଟ କେବେ ନ କରନ୍ତି ସେହି। ସେମାନଙ୍କ ପ୍ରଭାବରେ ତପୀଙ୍କ ଶେଖର ଦମନ କରନ୍ତି ଦୁଷ୍ଟ ଲୋକଙ୍କୁ ମହୀର। ସେ ନିମନ୍ତେ ଅବତୀର୍ଣ୍ଣ ହୋଇଛନ୍ତି ସେହି ପୁରୁଷ ଉତ୍ତମ ବୋଲି ତାହାଙ୍କୁଟି କହି। ହେ ବ୍ରହ୍ମଣ୍ୟ ସାକ୍ଷାତରେ ବ୍ରହ୍ମ ଯେ ଆପଣ ରଖିଅଛ ସଦା ତୁମ୍ଭେ ପୂର୍ଣ୍ଣ ବ୍ରହ୍ମେ ଧ୍ୟାନ। ଆପଣଙ୍କ ପାଦ ପଦ୍ମ ତଳେ ରଖି ଚିତ ବାରମ୍ବାର ପ୍ରଣିପାତ करे जोड़ी हस्त एरूपे स्तव करन्ते वीर अंशुमान। कपिल मुनि संतोष होइले कमन अति सादरे बोइले अंशुमाने चाहि। भवत्स तुम्भ प्रति मम ममता जागई कुह कुह कि सबरे अटे तव वांछा। निश्चय पूरण करिबि मुहि मन वांछा। एहि पराय कहन्ते कपिल महर्षि अंशुमान मन मध्ये होई अति खुशी। बोइला भमुनि मोर एहि निवेदन दग्ध पितृव्यगणे जे करन्तु मोचन। ता शुणि क्षणक मुक होई मुनिवर बोइले मागिल वत्स तुम्भे जेउ बर। निश्चय पूरण हेब कामना तुमर मन देई शुणबारे मो कहिबा गीर। तुम्भर नाती जे काले जन्म होइब सेतिकी बेले से वंश उद्धार करिब। विष्णुक नख कोणरू आणिण गंगाଙ୍କୁ उद्धार करिब तब वंशजमानଙ୍କୁ। गंगा स्रोतरे जे बेले भासी जिबे सेहि परम पद लभिबे शुण मन देई।
ସେହିପରି ଜନ୍ତେ ଅର୍ଦ୍ଧ ଦଗ୍ଧ କଳେବର ଦହି ହେଉଥିବ ବତ୍ସ ନ ହୋଇ ଉଦ୍ଧାର। ଏହି କ୍ଷଣି ଯଜ୍ଞ ଅଶ୍ଵ ତୁମ୍ଭେ ନେଇଯାଅ ପିତାମହଙ୍କର ଯଜ୍ଞ ସମ୍ପୂର୍ଣ୍ଣ କରାଅ। ଆଉ ଏକ ବର ବତ୍ସ ତୁମ୍ଭଙ୍କୁ ଦେଉଛି ଦିବାରାତ୍ରି ତୁମ୍ଭେ ମନ ଧର୍ମେ ଥିବ ରଖି। ମୁଁ ବର ଦେଉଛି ଏହା ଅନ୍ୟଥା ନହିବ ସବୁ କାରଣ ତୁମ୍ଭର ମଙ୍ଗଳ ହୋଇବ। ଯାଅ ଯାଅ ଯଜ୍ଞ ହୟ ନୈଣ ବହନ ଚାହିଁଥିବେ ପିତାମହ ହୋଇଣ ଉଦ୍ବିଗ୍ନ। ଏହି ପରକାରେ କପିଳଙ୍କ ଆଜ୍ଞା ଶୁଣି ବନ୍ଦିଲେ ତାହାଙ୍କୁ ଅଂଶୁମାନ ଯୋଡ଼ି ପାଣି। ଅଶ୍ୱଘେନୀ ପାତାଳରୁ ଆସି ଅତି ବେଗେ ପ୍ରବେଶ ହୋଇଲେ ଆସି ସଗରଙ୍କ ଆଗେ। ଯେତେକ ବୃତ୍ତାନ୍ତ ଘଟିଥିଲା ପାତାଳରେ ତା ସବୁ କହିଲେ ପିତା ମହଙ୍କ ଆଗରେ। ତଦନ୍ତେ ଘଟକ ସମର୍ପିଲେ ଅଂଶୁମାନ ଯଥା ବିଧାନରେ ଯଜ୍ଞ ହେଲା ସମାପନ। ଯଜ୍ଞ ସମାପନ କରି ନୃପତି ସଗର ରାଜପଦ ସମର୍ପିଲେ ଅଂଶୁମାନ ପର। କେତେ ଦିନ ଆସୁ ମାନଙ୍କର ଏକ ପୁତ୍ର ଜନମିଲା ତାହା ନାମ ଦିଲୀପ ବିଖ୍ୟାତ। ତାହାଙ୍କ ନନ୍ଦନ ଭଗୀରଥ ବୋଲାଇଲେ ସେ ଏକା ଗଙ୍ଗାକୁ ମର୍ତ୍ତ୍ୟପୁରକୁ ଆଣିଲେ। ସଗର ସନ୍ତାନ ଗଣ 60,000 ଗଙ୍ଗା ଜଳ ସ୍ପର୍ଶ ମାତ୍ରେ ହୋଇଲେ ଉଦ୍ଧାର। ଭଗୀରଥଙ୍କର ଏକ ପୁତ୍ର ହେଲା ଜାତ ସୁଦାସ ତାହାର ନାମ ହୋଇଲା ବିଖ୍ୟାତ। ତାହାଙ୍କ ପୁତ୍ର ସୌଦାସ ରାଜା ବୋଲାଇଲା 3 ଲୋକେ ସେହୁ ମହାବଳବାନ ହେଲା। ମିତ୍ରମୟୀ ନାମେ ହେଲା ତାହାଙ୍କର ସୁତ ପୃଥିବୀରେ ବୋଲାଇଲା ସେହୁ ନରନାଥ। ବଶିଷ୍ଠ ସାପରେ ସେହି ସୌଦାସ ନୃପତି ରାକ୍ଷସ ଦେହକୁ ବହି ଲଭିଲେ ଦୁର୍ଗତି। କେତେ ଦିନ ଅନ୍ତେ ଗଙ୍ଗା ଜଳ ବିନ୍ଦୁ ମାତ୍ର ପଡ଼ିବାରୁ ସେହି ରାଜା ହୋଇଲା ମୁକତ। ରାକ୍ଷସ ଦେହକୁ ଛାଡ଼ି ସେ ନିଜ ଶରୀର ଲାଭ କରିଥିଲେ ହୋଇ ସାପରୁ ଉଦ୍ଧାର। ଯେବେ ମୁକତ ହେବାକୁ ପାଞ୍ଚୁଥାଅ ମନ ଗଙ୍ଗାଙ୍କ ନାମକୁ ସଦା କରନ୍ତୁ ଭଜନ। ସେ ନାମ ସ୍ମରଣ କଲେ ମିଳେ ମୋକ୍ଷ ପଦ ଆବର ଖଣ୍ଡନ ହୁଏ ସକଳ ବିପଦ। ସେହି ଗଙ୍ଗାଙ୍କର ଆଶ୍ରୟରେ କ୍ଷେତ୍ର ଛାର ବୋଲଇ ପବିତ୍ର ହେଉ ମୋର କଳେବର। ଇତି ଶ୍ରୀ ବୃହତ୍ ନାରଦ ପୁରାଣେ ସଗର ରାଜା ବୃତ୍ତାନ୍ତ କଥନେ ନାମ ଅଷ୍ଟମ ଅଧ୍ୟାୟ।